ରାଧେ ରାଧେ ୱେଲକମ୍ ଟୁ ଷ୍ଟଡି ଡାଏରୀ। କେବେ କେବେ ପଢ଼ା କଷ୍ଟ ହୁଏନି, କଷ୍ଟ ହୁଏ ନିଜକୁ ପଢ଼େଇବା ପାଇଁ ବସେଇବା ପାଇଁ। ମନ କହେ ଆଜି ଛାଡ଼ିଦେ, କାଲିଠୁ ପଢ଼ିବୁ। କିନ୍ତୁ ଗୋଟିଏ କଥା ଭାବ, ଯଦି ପ୍ରତିଥର ମନର କଥା ଶୁଣିବି ତାହେଲେ ନିଜ ସ୍ୱପ୍ନ କଥା କିଏ ଶୁଣିବ? ସେଥିପାଇଁ ମନର କଥା ମନରେ ରଖି ପୁଣି ବହି ଧରିକି ବସିଲି, ପାଠ ଟିକେ ପଢ଼ିଲି। ମନ ହେଉ କି ନ ହେଉ, ଥକା ଲାଗୁ କି ନ ଲାଗୁ, ଆଉ କେହି ଦେଖନ୍ତୁ କି ନ ଦେଖନ୍ତୁ, ମୋତେ ମୋ ସ୍ୱପ୍ନ ପାଇଁ ଲଢ଼ିବାକୁ ହେବ। ସତ କଥା ହେଉଛି ମୋଟିଭେସନ୍ ସବୁଦିନ ରୁହେନି। ପ୍ରତ୍ୟେକ ଦିନ ପଢ଼ିବା ପାଇଁ ଇଚ୍ଛା ମଧ୍ୟ ହୁଏନି। କିଛି କିଛି ଦିନ ବହୁତ ଭଲ ଲାଗେ ପଢ଼ିବାକୁ, କିଛି କିଛି ଦିନ ଏକଦମ ଲାଗେନି ମନ। କିନ୍ତୁ ସେହି ଦିନ ମଧ୍ୟରେ ଆମେ ଯଦି ଟିକେ ପଢ଼ିବା, ସେହି ଛୋଟ ପ୍ରଚେଷ୍ଟା ଦିନେ ବଡ଼ ସଫଳତା ହେଇ ଆସିବ। ମୋର ଚେଷ୍ଟା ଗତକାଲିଠୁ ଆଜି ଟିକେ ଭଲ ହେବାକୁ, ନିଜକୁ ଟିକେ ଇମ୍ପ୍ରୁଭ୍ କରିବା। କାମ ତ ରହିବ, ଆଉ କାମ କରିବାକୁ ମଧ୍ୟ ପଡ଼ିବ। ଜୀବନରେ ସବୁକିଛି ନେଇକି ତ ବଞ୍ଚିବାକୁ ପଡ଼ିବ। ତ କାମ ଭିତରେ କେମିତି ବା ପଢ଼ାକୁ ଭୁଲିଯିବି? ସବୁ ଭିତରେ ପଢ଼ାକୁ ମଧ୍ୟ ଯେମିତି ପ୍ରତ୍ୟେକ କାମକୁ ଗୁରୁତ୍ୱ ଦେଇକି କରୁଛି, ସେଭଳି ନିଜ ପଢ଼ାକୁ ମଧ୍ୟ ଗୁରୁତ୍ୱ ଦେଇକି ପଢ଼ିବାକୁ ପଡ଼ିବ। ତେଣୁ ଯଦି ଆଜି ତୁମର ମଧ୍ୟ ପଢ଼ିବାକୁ ମନ ହେଉନାହିଁ, ତେବେ ସବୁକିଛି ଭାବିବା ବନ୍ଦ କର। ଫୋନର ପାଖକୁ ରଖ, ବହିଟା ଖୋଲ, ଆଉ କେବଳ 10 ମିନିଟ୍ ପାଇଁ ଆରମ୍ଭ କର। କାରଣ ଆରମ୍ଭ ପରଫେକ୍ଟ ହେବା ଦରକାର ନାହିଁ, ଆରମ୍ଭ କରିବା ଦରକାର। ଆଜିର ପରିଶ୍ରମ ହୁଏତ ଛୋଟ, କିନ୍ତୁ ଦିନେ ଏହି ଛୋଟ ପରିଶ୍ରମ ହିଁ ସବୁଠୁ ବଡ଼ ସଫଳତା କାରଣ ହେଇଯିବ। ଏବେ ଛୋଟବେଳୁ ଯେଉଁ ଏତେ ପରିଶ୍ରମ ପଢ଼ା ପଛରେ କରିଥିଲୁ, ଏତେ ସମୟ ଦେଇଥିଲୁ, ତାକୁ ଯଦି ଛାଡ଼ିଦେବା ତାହେଲେ ତାହାର କୌଣସି ମୂଲ୍ୟ ରହିବ ନାହିଁ। ବାପା ମାଆଙ୍କର ପରିଶ୍ରମର ମଧ୍ୟ ମୂଲ୍ୟ ରହିବ ନାହିଁ। ତେଣୁ ସବୁକିଛି ସହିତ ପଢ଼ାକୁ ମଧ୍ୟ କଣ୍ଟିନ୍ୟୁ କରିବା ଆମର କର୍ତ୍ତବ୍ୟ। ଆଜି ପାଇଁ ଏତିକି, ରହିଲି। ଜୟ ଜଗନ୍ନାଥ, ରାଧେ ରାଧେ। ଥ୍ୟାଙ୍କ ୟୁ। ପଢ଼ାଟାକୁ କଣ୍ଟିନ୍ୟୁ କରିଚାଲ ସଫଳତା ପର୍ଯ୍ୟନ୍ତ। ଥ୍ୟାଙ୍କ ୟୁ।